ପିଲାମାନେ ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀର ବିଜ୍ଞାନ ଚତୁର୍ଦ୍ଦଶ ଅଧ୍ୟାୟ ପ୍ରାକୃତିକ ଘଟଣାବଳୀର ଅଭ୍ୟାସ କାର୍ଯ୍ୟ। ତାହାର ଆଲୋଚନା ଭିଡ଼ିଓ ସରିଯାଇଛି। ପିଲାମାନେ ଯେଉଁମାନଙ୍କୁ ସେ ଭିଡ଼ିଓ ଦରକାର ସେମାନେ ଆମର ପ୍ଲେଲିଷ୍ଟକୁ ଭିଜିଟ୍ କରି ସେ ଭିଡ଼ିଓ ଦେଖି ନିଅନ୍ତୁ। ଅତି ସରଳ ଭାଷାରେ ବୁଝାଯାଇଛି। ସେ ଭିଡ଼ିଓ ଯଦି ଥରେ ଦେଖିଦେବ ତାହେଲେ ଏଇ ନମ୍ବର ଗୁଡ଼ିକ ତୁମେ ଆପେ ଆପେ ମଧ୍ୟ କରିପାରିବ। ଠିକ୍ ଅଛି, ଆମେ ପ୍ରଶ୍ନରେ କ'ଣ ଅଛି ଦେଖିବା। ଦେଖ, 1 ନମ୍ବର କହୁଛି ତଲ ବାକ୍ୟ ଗୁଡ଼ିକୁ ପଢ଼, ଖାତାରେ ଲେଖି ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ ଓ ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦିଅ। ଦେଖ ଉକ୍ତି ଗୁଡ଼ିକ ଦିଆଯାଇଛି ପିଲାମାନେ। ଦେଖ କ ନମ୍ବର କହୁଛି ଜଳ ସବୁ ସ୍ଥାନରେ ତରଳ ଅବସ୍ଥାରେ ଥାଏ। ଆମେ ପଢ଼ିଛେ ପିଲାମାନେ ଜଳର ବିଭିନ୍ନ ଅବସ୍ଥା ବିଷୟରେ। ଜଳ ସବୁ ସ୍ଥାନରେ ତରଳ ଅବସ୍ଥାରେ ଥାଏ ନାହିଁ। ଯେମିତି ତମେ ହିମାଳୟକୁ ଯିବ, ସେ ବରଫ ବା କଠିନ ଅବସ୍ଥାରେ ତୁମକୁ ଜଳ ଦେଖିବାକୁ ମିଳିବ ଓ ଗ୍ୟାସୀୟ ଅବସ୍ଥାରେ ମଧ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ଏ ଉକ୍ତିଟି ଭୁଲ ହେବ। ଖ ନମ୍ବର କହୁଛି ଓଦା ଲୁଗା ବାଷ୍ପୀଭବନ ପ୍ରଣାଳୀରେ ଶୁଖେ। ଏହା ଠିକ୍ କଥା ପିଲାମାନେ। ଆମେ ଜାଣିଛେ ବାଷ୍ପୀଭବନ ପ୍ରଣାଳୀ କ'ଣ, ଆଉ ସେ ପ୍ରଣାଳୀରେ ଓଦା ଲୁଗାଟି ଶୁଖିଥାଏ। ଦେଖ ଆଗକୁ ଯିବା। ସେମିତି ଗ ନମ୍ବର କ'ଣ କହୁଛି ଦେଖିବା। ଗ ନମ୍ବର କହୁଛି ପୋଖରୀ ଜଳ ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟ ବାଷ୍ପ ହୁଏ। ଆମେ ବାଷ୍ପୀମୋଚନ ପ୍ରଣାଳୀ ମଧ୍ୟ ପଢ଼ିଛେ ପିଲାମାନେ। ତାହା ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟ ବାଷ୍ପ ହୁଏ ନାହିଁ, ବାଷ୍ପୀଭବନ ପ୍ରଣାଳୀରେ ହେଇଥାଏ। ସେଥିପାଇଁ ଉକ୍ତିଟି ଭୁଲ ହେବ। ଠିକ୍ ଅଛି, ଘ ନମ୍ବର ଦେଖିବା। ଘ ନମ୍ବର କହୁଛି ଭୂନିମ୍ନର ପାଣି ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟ ବାଷ୍ପ ହୁଏ। ଏହା ଆଉ ଥରେ ହେଇଗଲା କି? ନାଇଁ, ଟିକେ ଦେଖ, ଭୂନିମ୍ନର ପାଣି ଦେଇଛି, ଏଇଟା ଠିକ୍ ହେବ ପିଲାମାନେ। ଦେଖ ଏବେ ଓ ନମ୍ବର କ'ଣ ଦେଇଛି ପଙ୍ଖା ତଳେ ଲୁଗା ଶୁଖାଇଲେ ଶୀଘ୍ର ଶୁଖିଯାଏ। ଆମେ ଜାଣିଛେ ପିଲାମାନେ ଶୀତ ଦିନରେ କିମ୍ବା ବର୍ଷା ଦିନରେ ଆମେ ପଙ୍ଖା ଚଲେଇକି କପଡ଼ା ଗୁଡ଼ିକ ତା ତଳେ ଶୁଖିଦେଉ, ତାହା କ'ଣ ହୋଇଥାଏ ଜଲ୍ଦି ଶୁଖି ଯାଇଥାଏ। ଠିକ୍ ଅଛି, ଏ ଉକ୍ତିଟି ମଧ୍ୟ ଠିକ୍ ଅଛି। ଏବେ ଦେଖ 2 ନମ୍ବର କ'ଣ ଦେଇଛି କରିବା। ଦେଖ 2 ନମ୍ବର କ'ଣ ଦେଇଛି। 2 ନମ୍ବର କହୁଛି ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟ ସ୍ଥାନ ପୂରଣ କର। ଠିକ୍ ଅଛି ପିଲାମାନେ, ଆମେ ବନ୍ଧନୀ ମଧ୍ୟରେ ଥିବା ଶବ୍ଦ ଗୁଡ଼ିକୁ ଲେଖିବା। ଆଇସ୍କ୍ରିମ୍, କ ନମ୍ବର କହୁଛି ଆଇସ୍କ୍ରିମ୍ ହେଉଛି ଜଳର କି ଅବସ୍ଥା? ଡ୍ୟାକ୍ସ ଅବସ୍ଥା ମାନେ କି ଅବସ୍ଥା କହୁଛି। ଆଇସ୍କ୍ରିମ୍ ହେଉଛି ଜଳର କି ଅବସ୍ଥା ପିଲାମାନେ? ତାହା ହେଉଛି ଜଳର ଆମର କଠିନ ଅବସ୍ଥା। ସେଥିପାଇଁ କ'ଣ କରିବା, ଏ କଠିନ ଅବସ୍ଥାକୁ ଆମେ ଆସିକି ଏଇଠି ଲେଖିବା। ମୁଁ ଏମିତି ବକ୍ସ କରିଦେଉଛି, ତୁମେ ତା ଉଠେଇକି ସେଇଠି ଲେଖିଦେବ। ଠିକ୍ ଅଛି ପିଲାମାନେ, ଆଶା କରୁଛି ବୁଝିପାରୁଥିବ। ଦେଖ ଏମିତି ଖ ନମ୍ବର କରିବା। ଖ ନମ୍ବର କହୁଛି ଜଳ ଆପେ ଆପେ ଜଳୀୟ ବାଷ୍ପ ହେବାକୁ ଡ୍ୟାକ୍ସ ପ୍ରକ୍ରିୟା କହନ୍ତି। ଆମେ ପଢ଼ିକି ଆସିଛେ ପିଲାମାନେ ଜଳ ଯଦି ଆପେ ଆପେ କ'ଣ ହେବ ଜଳୀୟ ବାଷ୍ପରେ ପରିଣତ ହେବ, ତାହାକୁ ଆମେ କ'ଣ କହନ୍ତି? ବାଷ୍ପୀମୋଚନ ନୁହେଁ, ବାଷ୍ପୀକରଣ ନୁହେଁ, ତାହାକୁ ଆମେ ବାଷ୍ପୀଭବନ ବୋଲି କହିଥାଉ। ସେଇଥିପାଇଁ ଦେଖ ଏଇଟାକୁ ତୁମେ କ'ଣ କରିବ, ଏମିତି କରିଦେଉଛି, ତୁମେ ବୁଝିପାରୁଛ? ଦିଶୁଛି ନାଇଁ କି? ଦିଶୁଛି କି ନାଇଁ ପିଲାମାନେ? ଦିଶୁଥିବ, ନହେଲେ ଦେଖ ରେଡ୍ କଲରରେ କରିଦେଉଛି। ଏଇଟାକୁ ତୁମେ ନେଇକି ସେଇଠି ଲେଖିବ। ମୁଁ ଲେଖିଦେଲେ ଟିକେ ତାହା ଧରିବନି, ସେଥିପାଇଁ ଯେମିତି କରିବ ତୁମେ ଲେଖିପାରିବ। ଠିକ୍ ଅଛି, ସେମିତି ଗ ନମ୍ବର କରିବା। ଗ ନମ୍ବର କହୁଛି ଶୀତ ଦିନରେ ପୁଷ୍କରିଣୀ ପାଣିରୁ ଉଠୁଥିବା ଜଳୀୟ ବାଷ୍ପର ଜଳର କି ଅବସ୍ଥା? ପୁଷ୍କରିଣୀରୁ ଉଠିଥାଏ ପିଲାମାନେ, ତାହା କି ଅବସ୍ଥାରେ ଉଠିଥାଏ? ତାହା ହେଉଛି ଗ୍ୟାସୀୟ ଅବସ୍ଥାରେ ଉଠିଥାଏ। ଠିକ୍ ଅଛି, ଦେଖ ଗ୍ୟାସୀୟକୁ ମୁଁ ଏଠି ମାର୍କ କଲି, ତୁମେ ଯାଇକି ତାହାକୁ ଏ ଡ୍ୟାକ୍ସ ଜାଗାରେ ଭରିବ। ଠିକ୍ ଅଛି, ସେମିତି ଘ ନମ୍ବର ଦେଖିବା। ଘ ନମ୍ବର କହୁଛି ଆକାଶରେ ବିଜୁଳି ମାରିବା ଡ୍ୟାକ୍ସ ପ୍ରକ୍ରିୟା। ଆମେ ପଢ଼ିଛେ ପିଲାମାନେ, ଆଲୋଚନା ଭିଡ଼ିଓରେ ପୁରା ସହଜ ଭାଷାରେ ବୁଝାଯାଇଛି। ଏହା ବିଜୁଳି କ'ଣ, ତାହା କି ଅବସ୍ଥାରେ ଥାଏ, କେମିତି ହେଇଥାଏ, ବିଜୁଳି ମାରିବାକୁ ତ କି ପ୍ରକାର ପ୍ରତିକ୍ରିୟା ବା ପ୍ରକ୍ରିୟା କହିଥାଉ, ତାହା ଆମେ ଭଲ ଭାବରେ ବୁଝିକି ଆସିଛେ। ଏହା ହେଉଛି କ'ଣ ଭୌତିକ ନୁହେଁ, ଆକସ୍ମିକ ନୁହେଁ, ଏଇଟା ହେଉଛି ବିଦ୍ୟୁତିକ ପ୍ରକ୍ରିୟା ଅଟେ। ଠିକ୍ ଅଛି ପିଲାମାନେ, ସେମିତି 1 ନମ୍ବର କରିବା। 1 ନମ୍ବର କହୁଛି ଗଛ ଡ୍ୟାକ୍ସରେ ଥିବା ଜଳ ବ୍ୟବହାର କରେ। କେଉଁଥିରେ ପିଲାମାନେ? ଭୂପୃଷ୍ଠରେ ବା ଭୂ ଅଭ୍ୟନ୍ତରରେ ଥିବା
ଜଳକୁ ବ୍ୟବହାର କରେ। ମାଟି ଭିତରେ ଯାହା ଥାଏ ତାହାକୁ ସେ ବ୍ୟବହାର କରିଥାଏ। ଠିକ୍ ଅଛି ପିଲାମାନେ, ବୁଝିପାରିଲ? ଏବେ 3 ନମ୍ବର କରିବା। 3 ନମ୍ବର କ'ଣ କହୁଛି ଦେଖିବା। କାରଣ ଲେଖ। କାରଣ କ'ଣ ଲେଖିବା? କ ନମ୍ବର କହୁଛି ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ। ଏହାର କାରଣ କ'ଣ? ଦେଖ, ତମକୁ ଅତି ସହଜ ଭାଷାରେ ମୁଁ ଲେଖିଦେଇଛି, ଆଉ ତମକୁ ଅକ୍ଷର ମଧ୍ୟ ଚିହ୍ନିବାକୁ କୌଣସି ଅସୁବିଧା ହେବ ନାହିଁ। ଏମିତି ସବୁ କଣ୍ଟେଣ୍ଟ ପାଇବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ ପିଲାମାନେ। ଠିକ୍ ଅଛି, ଦେଖ ତାହାର କାରଣ କ'ଣ ଦେଖିବା। ସମୁଦ୍ରର ଜଳ ସୂର୍ଯ୍ୟର ତାପ ପାଇଁ ସଦା ବାଷ୍ପୀଭବନ ହୋଇ ଆକାଶକୁ ଉଠିଥାଏ। ସମୁଦ୍ରର ଜଳ କ'ଣ ହୋଇଥାଏ? ବାଷ୍ପୀଭବନ ପ୍ରଣାଳୀରେ ସର୍ବଦା କ'ଣ ହୋଇଥାଏ? ଉପରକୁ ଗ୍ୟାସୀୟ ଅବସ୍ଥାରେ ଉଠିଥାଏ। ଏହା ଆମେ ପଢ଼ିକି ଆସିଛେ। ଏହି ଜଳୀୟ ବାଷ୍ପ ଶୀତଳ ହେଲେ ଘନୀଭୂତ ହୋଇ ମେଘ ଗଠନ କରେ। ଯେଉଁ ଉପରେ ଯାଇ ଏମିତି ବୁନ୍ଦା ବୁନ୍ଦା ଜଳ ଘନୀଭୂତ ହୋଇ ଗୋଟେ ଜାଗାରେ ହେଇକି ତାହା କ'ଣ ହେଇଥାଏ? ମେଘ ଗଠନ କରିଥାଏ। ପରେ ମେଘରୁ ବର୍ଷା ହେବା ରୂପେ ଜଳର ପୃଥିବୀକୁ ପଡ଼େ ଏବଂ ନଦୀ ନାଳ ମାଧ୍ୟମରେ ସମୁଦ୍ରକୁ ଫେରିଆସେ। ଯଦି ଏମିତି ଘନୀକରଣ ହେଇକି ସବୁ ବୁନ୍ଦା ବୁନ୍ଦା ଜଳ ଗୋଟେ ଜାଗାରେ ଏମିତି ହେବ, ତାପରେ ଡ୍ରପ୍ ଡ୍ରପ୍ ହେଇ ଓଜନ ହେଇସାରିଲା ପରେ ସେ ବର୍ଷା ଆକାରରେ ଆମର ପୃଥିବୀକୁ ପଡ଼ିବ। ପୃଥିବୀ ପଡ଼ିଲେ ସେ ଯେତେ ସବୁ ନଦୀ ନାଳ ହେଇକି ସମୁଦ୍ରକୁ ଯାଇ ସେ ପାଣିଟି ମିଶିଯିବ ପିଲାମାନେ। ଏହି ଚିରନ୍ତନ ଚାଲୁଥିବା ଜଳଚକ୍ର କାରଣରୁ ସମୁଦ୍ରର ଜଳ ପ୍ରାୟ ଶେଷ ହୁଏ ନାହିଁ। ଦେଖ, ଯାହା ବି ଗ୍ୟାସୀୟ ଉପରେ ଉପରକୁ ଗଲା ଗ୍ୟାସୀୟ ଆକାରରେ, ତାହା ଫେର୍ ଘନୀକରଣ ହେଇକି ଫେର୍ ବର୍ଷା ହେଇକି ପଡ଼ିଲା। ତାମାନେ ଜଳ ଯାଉଛି ଫେର୍ ଥରେ ଆସୁଛି। ଏହାକୁ ଆମେ ଜଳଚକ୍ର ବୋଲି ମଧ୍ୟ କହିଥାଉ ପିଲାମାନେ। ସେଥିପାଇଁ ଏହାର ଏତେ ସବୁ ଫରକ ପଡ଼େ ନାହିଁ ଓ ଆମର ସମୁଦ୍ର ଜଳ ପ୍ରାୟ ଶୁଖେ ନାହିଁ। ଆଶା କରୁଛି ପିଲାମାନେ ଭଲ ଭାବରେ ତୁମକୁ ବୁଝେଇ ପାରିଥିବି। ଠିକ୍ ଅଛି, ଏବେ ଦେଖିବା ଆଉ କ'ଣ ଦେଇଛି। ଖ ନମ୍ବରରେ ଖ ନମ୍ବର କହୁଛି ବର୍ଷା ଦିନେ ଲୁଗା ଶୀଘ୍ର ଶୁଖେ ନାହିଁ। ଏହାର କାରଣ କ'ଣ? ଦେଖ, ଆମେ ଏହାର କାରଣ ଲେଖିବା ଆଉ ତାହାକୁ ଟିକେ ଭଲ ଭାବରେ ବୁଝିବା। ବର୍ଷା ଦିନେ ବାୟୁରେ ଜଳୀୟ ବାଷ୍ପର ପରିମାଣ ଅଧିକ ଥାଏ। କାହିଁକି ନା ବର୍ଷା ସବୁବେଳେ ପଡ଼ିଥାଏ, ତ ସେଥିପାଇଁ ଆମର ବାୟୁରେ କ'ଣ ଛୋଟ ଛୋଟ ଜଳକଣା ଗୁଡ଼ିକ ରହିଥାଏ ଓ ଜଳୀୟ ବାଷ୍ପ ହେଇକି ତାହା ରହିଥାଏ। ଏହି ଅଧିକ ଆର୍ଦ୍ରତା କାରଣରୁ, ତାହାକୁ ଆମେ ଆର୍ଦ୍ରତା ବୋଲି କହିଥାଉ ପିଲାମାନେ, ତାହା କାରଣରୁ କ'ଣ ହୋଇଥାଏ? ଲୁଗାରେ ଥିବା ଜଳୀୟ ବାଷ୍ପ ହେବାର ଗତି କମିଥାଏ। ଯାହା ବାଷ୍ପୀଭବନ କାରଣରେ କ'ଣ ହୋଇଥାଏ? ଆମର ଯେତେ ସବୁ ଲୁଗାରେ ଯାହା ପାଣି ଅଛି ତାହା ବାଷ୍ପୀଭବନ ଆକାରରେ ଉପରକୁ ଯାଇଥାଏ, କିନ୍ତୁ ସେ ବାଷ୍ପୀଭବନ ଏତେ ପ୍ରକାର ହେଇପାରେ ନାହିଁ। କ'ଣ କି? ତାହାର ଆର୍ଦ୍ରତା ଅଧିକ ଥିବାରୁ। ତା ସହିତ ସୂର୍ଯ୍ୟର ତାପ ମଧ୍ୟ କମ୍ ମିଳେ ଓ ସୂର୍ଯ୍ୟ ମଧ୍ୟ କେତେ ବେଲେ ତ ପୁରା ଲମ୍ବା ସମୟ ପାଇଁ ଦେଖା ମଧ୍ୟ ଯାଇନଥାଏ। ସେଥିପାଇଁ କ'ଣ ହେଇଥାଏ? ସୂର୍ଯ୍ୟ କିରଣ ମଧ୍ୟ ବି କମ୍ ମିଳିଥାଏ। ସୂର୍ଯ୍ୟ କିରଣ ଯଦି କମ୍ ମିଳିବ ତାହେଲେ ବାଷ୍ପୀଭବନ ହୋଇପାରିବ ନାହିଁ। ସେଥିପାଇଁ କ'ଣ ହୁଏ? ଏସବୁ କାରଣ ଯୋଗୁଁ ବର୍ଷା ଦିନେ ଲୁଗା ଶୀଘ୍ର ଶୁଖେ ନାହିଁ। ଏହା ହେଉଛି ତା'ର କାରଣ ପିଲାମାନେ। ଠିକ୍ ଅଛି, ଏବେ ଦେଖିବା ଗ ନମ୍ବର କ'ଣ କହୁଛି ଦେଖ। ଗ ନମ୍ବର କହୁଛି ଗରମ ତରକାରୀ ପ୍ଲେଟ୍ରେ ଖାଇବା ସୁବିଧା। ଏହାର କାରଣ କ'ଣ? ଦେଖ, ପ୍ଲେଟ୍ ସାଧାରଣତଃ କେଉଁଥିରେ ତିଆରି ହେଇଥାଏ? ମାଟି, କାଞ୍ଚ ବା କାଚ କିମ୍ବା ଷ୍ଟିଲ୍ରେ ତିଆରି ହେଇଥାଏ। ଏହା ବୁଝିପାରୁଛ ପିଲାମାନେ? ଏହି ପଦାର୍ଥ ଗୁଡ଼ିକର ତାପକୁ ହାତକୁ ଧୀରେ ଧୀରେ ପହଞ୍ଚାଏ। ତାମାନେ ସିଧା ଏଥିରେ ତାପ ପହଞ୍ଚେ ନାହିଁ। ଧୀରେ ଧୀରେ ଆମେ ତାପର ପରିବହନ ପଡ଼ିଛି ପିଲାମାନେ, ଯେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ କେମିତି ତାପ ପରିବହନ କରିଥାଏ। ସେ ଧୀରେ ଧୀରେ ଆସିଥାଏ। ତେଣୁ ଗରମ ତରକାରୀ ପ୍ଲେଟ୍ରେ ରଖିଲେ ହାତ ଜଳିଯାଏ ନାହିଁ, କାହିଁକିନା ସେ ଏମିତି ପ୍ଲେଟ୍ରେ ପୁରା ରହିଥାଏ। ତାହାର ଏରିଆ ମଧ୍ୟ ବଡ଼ ହୋଇଥାଏ। ତାହାର କ୍ଷେତ୍ରଫଳ ବଡ଼ ହେବା ଯୋଗୁଁ ସେ ଜଲ୍ଦି ଥଣ୍ଡା ମଧ୍ୟ ହୋଇଯାଇଥାଏ। ଏହି କାରଣରୁ କ'ଣ ହୋଇଥାଏ? ଗରମ ତରକାରୀ ପ୍ଲେଟ୍ରେ ଖାଇବା ଆମ ପାଇଁ ସୁବିଧାଜନକ ହୋଇଥାଏ। ବୁଝିପାରିଲ ପିଲାମାନେ? ଠିକ୍ ଅଛି, ଆଶା କରୁଛି ବୁଝିପାରିଥିବ। ଆଗକୁ ଦେଖିବା କ'ଣ ଅଛି କରିବା। ଦେଖ, ଏବେ ଆମେ 4 ନମ୍ବର କରିବା। 4 ନମ୍ବର କ'ଣ କହୁଛି ଦେଖିବା। 4 ନମ୍ବର କହୁଛି ବାମ ପାର୍ଶ୍ୱର ସାମଞ୍ଜସ୍ୟକୁ ଦେଖି ଦକ୍ଷିଣ ପାର୍ଶ୍ୱର ଶୂନ୍ୟ ସ୍ଥାନକୁ ପୂରଣ କରିବା। ଠିକ୍ ଅଛି ପିଲାମାନେ, ଗୋଟେ ଗୋଟେ ନମ୍ବରକୁ ଦେଖିବା ଆଉ ତାହାର
उत्तर लिखिबा। देख जेमती क नंबर कहूची लुगा सुखिबा। लुगा सुखिबा केउ प्रणाली रे हिथाय तुम जानिଛ पिला माने लुगा सुखिबा बाष्पीभवन प्रणाली रे हेथाय। सेमिति जलीय बाष्प जल हेबा एहा की प्रणाली पिला माने हमें पढ़ी के आइछे एहा होची घनीकरण प्रणाली। ठीक अछि पिला माने सेमिति बरफ बरफ की अवस्था रे अछि कठिन अवस्था रे अछि। सेमिति बांफ बांफ कोन बांफ होची जलर ग्यासीय अवस्था अटे। बुझी पारले पिला माने सेमिति देखो ग नंबर कहूची घड़घड़ी हेले कोन हेथाय शब्द सृष्टि हेथाय। सेमिति जदि बिजुली हबो बा बिजुली मारिबो ताले कोन हबो आलोक सृष्टि हबो बा आलोक बाहरिबो। ठीक अछि आशा करछि बुझी पारथियो पिला माने। सेमिति 5 नंबर कोन देछि देखिबा। 5 नंबर देछि क धाड़ी शब्द को ख धाड़ी रे थिबा शब्द सह मिलाई अर्थ सूचक वाक्य गठन करिबा। देखो क धाड़ी रे देछि बाष्पीभवन घनीकरण बाष्पीमोचन जलचक्र। सेमती ख धाड़ी देछि गछ बरफ बांफ समुद्र जल और करका। या मध्य कोन कोन सब संपर्क अछि और ताहार की प्रकार संपर्क अछि ताको हमें नै कि गोटे कोन करिबा वाक्य गठन करिबा। देखो लिखि देछि आगरु तुमको टिके बुझेबा को चेष्टा करूची भल्ला भाबरे टिके बुझी जाओ पिला माने। अति सहज पिला माने जस्ट टिके बुझीबा को चेष्टा करो। या अति सहज रे तुमको लिखि देछि बुझीबा किछि असुविधा हबो नै। ठीक अछि देखो जेमती हम कोन कले बाष्पी भवन नेले कर स्तंभरु आउ खर स्तंभरु समुद्र जल नेले समुद्र जल एटी देखो टिके लिखि जाइछि पिला माने एडजस्ट करिवो एटा कोन हबो समुद्र जल। ठीक अछि सेमती बाष्पी भवन और समुद्र जल मध्य कोन संपर्क अछि देखो सूर्यर तापरे समुद्र जलर बाष्पी भवन हेथाय। या ए दुटा मध्य संपर्क अछि बोली हमें कहि परिबा। सेमती देखो घनीकरण सहित बरफर की प्रकार संपर्क अछि देखिबा। जल अत्यधिक शीतल हेले घनीकरण होई बरफ हुए। अधिक यदि शीतल हो ताको हम घनीकरण कहबा आउ सेतिरे कोन सृष्टि हेबो बरफ सृष्टि हेबो। सेमिति बाष्पीमोचन ए देखो बाष्पीमोचन हम एथि क धाडी रो नैचे आउ गछ सहित कोन संपर्क अछि लेखिबा। देखो गछ पत्र माध्यम रे बाष्पीमोचन प्रक्रिया रे जलर बाष्प बाहर करिथाय। गछर पत्र जदि अधिक गरम हबो ताहले कोन हबो बाष्पीमोचन प्रक्रिया हेई कि ग्यासीय अवस्था रे से कोन बाहर करिवो जल को बाहर करिवो वायुमंडल को। सेमती बुझी पारला पिला माने सेमती जल चक्र नैचे हमें क धाडी रु एटा देखो जल चक्र और बांफ बा करका नैचे हमें ख धाडी रु या मध्य रो कोन संपर्क अछि देखिबा। देखो बाष्पीभवन घनीकरण और वर्षा मिसी जल चक्र गठन करंती। बाष्पीभवन रु कोन बांफ आकार रे जल ऊपर को उठिथाय और करका मध्य हेथाय। सेति पई ए सब बांफ हे कि ऊपर को उठिबा और फेर ता वर्षा हे कि तल को पड़िबा। एहा कोन एहा जल चक्र बोली हमें कहिथाओ। जल जेमति गैसीय हे कि आकाश को वायुमंडल रे चली थाए जाई थाए फेर थरे ताहा घनीकरण ही तल को वर्षा हे कि पड़ी थाए। एहा को ही हमें जल चक्र बोली कहिथाओ। ता गोटे चक्र आकार रे कार्य करि थाए। ठीक अछि पिला माने बुझेबा को चेष्टा कली आशा करछि तमे भलो भाबरे बुझी पारथिबो। आउर कोन अछि कि देखिबा। 6 नंबर कहूची चारोटी महासागर एते नई नाल पोखरी थाउ थाउ समस्त कहउछंती जे जंगल काटी देबारो वर्षा कमी गलानी। एपरी उक्तिर कारण दर्शाओ। आमे जानि छे पिला माने को भलो भाबरे आमे आलोचना रे पढी कि माध्य आछि। देखो कोन लिखा अछि ता देखिबा। जंगल पृथ्वीर वर्षा प्रणाली रे कोन गुरुत्वपूर्ण भूमिका
ନିଭାଏ। କେମିତି? ଗଛ ଗୁଡ଼ିକ ଯଦି ମାଟିରୁ ଜଳ ଶୋଷଣ କରି ପତ୍ର ମାଧ୍ୟମରେ ବାଷ୍ପୀମୋଚନ ପ୍ରକ୍ରିୟାରେ ଜଳୀୟ ବାଷ୍ପ ଆକାଶକୁ ଛାଡ଼ିଥାଏ। କ'ଣ କରିଥାଏ? ଜଳକୁ ସେ ନିଜେ ନେଇକି ତାହା ବାଷ୍ପୀମୋଚନ ପ୍ରକ୍ରିୟାରେ ପତ୍ର ଦ୍ୱାରା ବାଷ୍ପ ଆକାରରେ ବାୟୁମଣ୍ଡଳକୁ ଛାଡ଼ିଥାଏ। କିଏ? ଗଛ। ଏହି ଜଳୀୟ ବାଷ୍ପ ମେଘ ଗଠନ କରେ ଓ ସେଥିରେ ବର୍ଷା ହେଇଥାଏ। ସେ ବାଷ୍ପ ଆକାରରେ ଉପରକୁ ଯାଇଥାଏ। ସେ ଏମିତି ବାଷ୍ପ ଧୀରେ ଧୀରେ ଘନୀକରଣ ହେଇକି କ'ଣ ବଡ଼ ବଡ଼ ଜଳବିନ୍ଦୁ ହେଇକି ତାହା ବର୍ଷା ଆକାରରେ ତଳକୁ ଆସିଥାଏ। ଆମେ ଏହା ପଢ଼ିକି ଆସିଛି ପିଲାମାନେ। ଆଉ କ'ଣ ଲେଖା ଅଛି ଦେଖ। ଜଙ୍ଗଲ କାଟିଦେଲେ କ'ଣ ହେବ? ବାଷ୍ପୀମୋଚନ କମିଯିବ। ହଁ, ଯେତେ ସବୁ ଜଙ୍ଗଲରେ ଗଛ ଅଛି ତାହାକୁ କାଟିଦେବା କ'ଣ ହେବ? ଯେତେ ସବୁ ବାଷ୍ପୀମୋଚନ ପ୍ରକ୍ରିୟା କମ୍ ହେଇଯିବ। ଫଳରେ କ'ଣ ହେବ? ଆକାଶରେ ଯେତେ ଜଳୀୟ ବାଷ୍ପ ଅଛି ତାହାର ପରିମାଣ ମଧ୍ୟ କମିଯିବ। ଯଦି ଉପରେ ଜଳୀୟ ବାଷ୍ପ କମିଯିବ ତାହେଲେ ମେଘ ସୃଷ୍ଟି ମଧ୍ୟ ପ୍ରଭାବିତ ହେବ ବା କମ୍ ହେଇଯିବ। ଯଦି ମେଘ ସୃଷ୍ଟି ହେବ ନାହିଁ ତାହେଲେ କ'ଣ ହେବ? ବର୍ଷା ହେବାରେ କମ୍ ହେଇଯିବ। ସେଇଥିପାଇଁ କ'ଣ କହିଥାଉ ଆମେ? ସେଥିପାଇଁ ଏତେ ସବୁ ମହାସାଗର ନଦୀ ଥିଲେ ମଧ୍ୟ ଜଙ୍ଗଲ ଧ୍ୱଂସ ହେଲେ ବର୍ଷା କମିଯିବ ବୋଲି ଆମେ କହିଥାଉ। ଯଦି ବର୍ଷା କମିଯିବ ବୋଲେ ଏତେ ସବୁ ନଦୀ ନାଳରେ ପାଣି ମଧ୍ୟ ଶୁଖିଯିବ। ଠିକ୍ ଅଛି ପିଲାମାନେ, ଆଶା କରୁଛି ଭଲ ଭାବରେ ବୁଝିପାରିଥିବ। ପିଲାମାନେ, ଆମର ଯଦି ଭିଡ଼ିଓ ଭଲ ଲାଗୁଥିବ, ଭଲରେ ବୁଝିପାରୁଥିବ, ତାହେଲେ ଆମ ସହିତ ଯଦି ଯୋଡ଼ି ରହିବାକୁ ଚାହୁଁଛ ତାହେଲେ କ'ଣ କରିବ? ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରିକି ରଖିବ। ଆମର ଭିଡ଼ିଓ ଭଲ ଲାଗୁଥିଲେ ଆମ ଭିଡ଼ିଓରେ ଗୋଟେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ। ଠିକ୍ ଅଛି ପିଲାମାନେ, ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ।